ଓଡ଼ିଶାର ଏକ ଛୋଟ ଗାଁରେ ଜନାର୍ଦ୍ଦନ ନାମରେ ଏକ କୃଷକ ରହୁଥିଲେ। ସେ ଦିନରାତି କ୍ଷେତରେ ଶ୍ରମ କରୁଥିଲେ। ତଥାପି ତାଙ୍କ ଜୀବନ ଚଳାଇବା କଷ୍ଟକର ହେଉଥିଲା। ବର୍ଷ ପରେ ବର୍ଷ ସେ ଏହି ଭାବରେ ଧାନ ଚାଷ କରୁଥିଲେ। ତାଙ୍କର ପୁଅ ରାମୁ ଶିକ୍ଷା ପାଇଁ ସହରକୁ ଯାଇଥିଲା ଓ ଏକ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହେବା ପରେ ଗାଁକୁ ଫେରିଲା। ସେ ଦେଖିଲା ତାଙ୍କ ବାପା ଏପରି ଶ୍ରମ କରୁଛନ୍ତି, ତଥାପି ଅନେକ କଷ୍ଟ ଭୋଗୁଛନ୍ତି। ରାମୁ ଅନୁସନ୍ଧାନ କଲା ନୂତନ ପ୍ରଯୁକ୍ତି, ଅନ୍ୟ ଫସଲ ଚାଷ ଓ ସ୍ୱୟଂ ସହାୟତା ଗୋଷ୍ଠୀ ସହଯୋଗ ବିଷୟରେ। ସେ ତାଙ୍କ ବାପାଙ୍କୁ ଧୀରେ ଧୀରେ ବୁଝେଇଲା ଯେ ଜିନିଷ ବଦଳାଇବା ଜରୁରୀ। ଆଉ ଏବେ ଜନାର୍ଦ୍ଦନ ଧାନ ସହିତ ଶାଗ ଓ ବ୍ରୋକୋଲି ମଧ୍ୟ ଚାଷ କରୁଛନ୍ତି ଓ ସେମାନେ ନିଜ ପଣିଆ ଗ୍ରାମୀଣ ମେଳା ଓ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ତାଙ୍କ ଆୟ ବଢ଼ିଛି ଓ ଗାଁର ଅନ୍ୟ କୃଷକମାନେ ମଧ୍ୟ ଏହି ନୂତନ ଉଦ୍ୟମକୁ ଅନୁସରଣ କରୁଛନ୍ତି। ତେଣୁ ଆମେମାନେ ବୁଝିବା ଜରୁରୀ ଯେ ଆମେ ଆଧୁନିକ କୃଷି ପ୍ରଣାଳୀକୁ ଅବଲମ୍ବନ କଲେ ନିଶ୍ଚିନ୍ତ ରୂପେ କୃଷି କ୍ଷେତ୍ରରେ ଅନେକ ଉନ୍ନତି ଆସିବ, ଯାହାଫଳରେ କି ଗରିବ ପେଟ ଆଉ ଅପୋଷା ରହିବ ନାହିଁ। ତେଣୁ ଏକଥା ଆମେ ବୁଝିବା ନିହାତି ଜରୁରୀ।